ଗୋଟିଏ ଦିନର କଥା। ଗୋଟିଏ ଜଙ୍ଗଲରେ ଗୋଟିଏ ପକ୍ଷୀ ରହୁଥିଲା। ସେ ପକ୍ଷୀଟା ବହୁତ ଚିନ୍ତାରେ ଥିଲା, କାହିଁକିନା ବର୍ଷା ଦିନ ଆରମ୍ଭ ହେବାର ଥିଲା ଆଉ ତା ଛୁଆମାନଙ୍କ ପାଇଁ ଘର ବନେଇବାର ବି ଥିଲା। ସେଥିପାଇଁ ସେ ଗୋଟିଏ ଭଲ ଗଛ ଖୋଜୁଥିଲା। ଯେତେବେଳେ ସେ ଗଛ ଖୋଜିବା ପାଇଁ ଜଙ୍ଗଲ ଆଡ଼କୁ ଗଲା, ସେତେବେଳେ ନଈ କୂଳରେ ଦୁଇଟି ଗଛ ଦେଖିଲା। ସେ ପକ୍ଷୀଟି ପ୍ରଥମ ଗଛ ପାଖକୁ ଯାଇ କହିଲା, ହେ ଗଛ ଭାଇ, ତୁମେ ଜାଣିଛ ତ ବର୍ଷା ଦିନ ଆରମ୍ଭ ହେବାର ଅଛି। କ'ଣ ମୁଁ ତୁମ ଗଛରେ ଘର ବନେଇ ପାରିବି? ପକ୍ଷୀର ଏ କଥା ଶୁଣିବା ପରେ ସେ ପ୍ରଥମ ଗଛଟି ତା ଗଛରେ ଘର ବନେଇବା ପାଇଁ ମନା କରିଦେଲା। ତାପରେ ସେ ପକ୍ଷୀର ଦ୍ୱିତୀୟ ଗଛକୁ ଯାଇ କହିଲା, କ'ଣ ମୁଁ ତୁମ ଗଛରେ ଘର ବନେଇ ପାରିବି? ବର୍ଷା ଦିନ ବି ଆସିବାର ଅଛି। ଦ୍ୱିତୀୟ ଗଛଟା ଘର ବନେଇବା ପାଇଁ ହଁ କହିଦିଏ। ତାପରେ ସେ ପକ୍ଷୀଟା ଖୁସିରେ ତା ଛୁଆମାନଙ୍କ ପାଇଁ ଘର ବନେଇବାର ଆରମ୍ଭ କରିଦିଏ। ତାପରେ ସେ ଦ୍ୱିତୀୟ ଗଛରେ ତା ଛୁଆମାନଙ୍କ ସହ ଖୁସିରେ ରହିବାକୁ ଲାଗେ। କିଛି ଦିନ ପରେ ଯେତେବେଳେ ବର୍ଷା ଦିନ ଆରମ୍ଭ ହୁଏ, ସେତେବେଳେ ବହୁତ ଜୋରରେ ବର୍ଷା ହୁଏ। ବର୍ଷା ହେବାରୁ ପାଖରେ ଥିବା ନଦୀରେ ବହୁତ ପାଣି ଯାଏ। ସେ କାରଣରୁ ସେ ପ୍ରଥମ ଗଛଟି ନଦୀରେ ଭାସିଯାଏ। ସେ ଗଛଟି ନଈରେ ଭାସୁଥିବା ବେଳେ ସେ ପକ୍ଷୀଟି ଦେଖିଲା ଆଉ ହସିକି କହିଲା, ଯେତେବେଳେ ମୁଁ ତୁମ ଗଛରେ ଘର ବନେଇବାକୁ କହିଥିଲି, ସେତେବେଳେ ତୁମେ ମନା କରିଦେଲ। ଏବେ ଦେଖିଲ ତ କ'ଣ ହେଲା। ମୋତେ ଘର ବନେଇବା ପାଇଁ ମନା କରିଥିଲ ନା, ତୁମ ସହିତ ତ ଏହା ହେବା କଥା। ସେତେବେଳେ ସେ ଗଛଟି ଟିକିଏ ହସିକି କହିଲା, ମୁଁ ଜାଣିଥିଲି, ମୁଁ ନଈର ବହୁତ ପାଖରେ ଥିଲି ଆଉ ଏ ବର୍ଷା ଦିନରେ ମୁଁ ଆଉ ରହିବିନି। ସେଥିପାଇଁ ମୁଁ ତୁମକୁ ଘର ବନେଇବା ପାଇଁ ମନା କରିଥିଲି। ଆଉ ମୁଁ ତୁମକୁ ଅସୁବିଧାରେ ପକାଇବାକୁ ଚାହୁଁନଥିଲି। ସେଥିପାଇଁ ମୋ ଗଛରେ ଘର ବନେଇବା ପାଇଁ ମନା କରିଥିଲି। ମୋର କିଛି ଭୁଲ ହେଇଥିଲେ ମୋତେ କ୍ଷମା କରିଦେବ। ଏହା କହିକି ସେ ଗଛଟି ନଈରେ ଭାସିଗଲା। ଏ କାହାଣୀରୁ ଆମକୁ ଗୋଟେ କଥା ଶିଖିବାକୁ ମିଳିଲା ଯେ, ତୁମର କଥା ଯଦି କିଏ ମନା କରିଦେଲା ତାକୁ ଭୁଲ ବୁଝିବନି। ନିଜ ଭଲ ପାଇଁ ମନା କରିଥାନ୍ତି। ଯେମିତି ଆମ ଘର ଲୋକ କେଉଁଠିକୁ ଯିବା ପାଇଁ ମନା କରିଥାନ୍ତି, ହେଲେ ସେମାନେ ଆମର ଭଲ ପାଇଁ ହିଁ ସେମାନେ ମନା କରିଥାନ୍ତି।